ଧାନ ରୁଆ ଋତୁରେ ଗାଁର ସବୁଜ ବିଲମାଳରେ ସାଧାରଣତଃ ହସ ଖୁସି ଓ ଗୀତର ସ୍ୱର ଶୁଭେ। କିନ୍ତୁ ସେ ବର୍ଷ ଶ୍ରାବଣ ମାସରେ ମାଣିକପୁର ଗାଁର ବଡ଼ବନ୍ଧ ବିଲରେ ଯାହା ଘଟିଲା ତାହା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଥିଲା। ଏହା ଥିଲା ଦୁଇଟି ପରିବାର ମଧ୍ୟରେ ଏ ବର୍ଷର ଜମି ବିବାଦ ଅହଙ୍କାରରେ ଏକ ରକ୍ତାକ୍ତ କାହାଣୀ। ତ ଏହି କାହାଣୀଟିକୁ ଶୁଣିବା ପୂର୍ବରୁ ଯଦି ଆପଣମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକିଏ ହେଲେ ବି ବିଶ୍ୱାସ ଭରସା କରୁଥାନ୍ତି, ତାଙ୍କୁ ନିଜର ଆରାଧ୍ୟ ଦେବତା ମାନୁଛନ୍ତି, ତାହେଲେ ନିଶ୍ଚିତ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଗାଁର ସନାତନ ସାମନ୍ତରାୟ ଏବଂ ରଘୁନାଥ ମହାପାତ୍ରଙ୍କ ପରିବାର ମଧ୍ୟରେ ପୁରୁଷ ଧରି ଶତ୍ରୁତା ଚାଲିଥିଲା। ସେମାନଙ୍କର ଦୁଇଟି ବଡ଼ ଧାନ ବିଲ ପରସ୍ପର ସହିତ ଲାଗିଥିଲା, ଯାହାକୁ କେବଳ ଏକ ସରୁ ହିଡ଼ ଅଲଗା କରୁଥିଲା। ସେହି ହିଡ଼କୁ ନେଇ ଦୁଇ ପରିବାର ମଧ୍ୟରେ ଅନେକ ଥର ଗଣ୍ଡଗୋଳ ହୋଇଛି। କେହି କାହାକୁ ସୂତାଏ ଜମି ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ସେଦିନ ସକାଳୁ ଆକାଶରେ ମେଘ ଗର୍ଜନ କରୁଥିଲା। ଝିପି ଝିପି ବର୍ଷାରେ ସନାତନଙ୍କ ପୁଅ ମାଧବ ଏବଂ ତାଙ୍କର କିଛି ମୂଲିଆ ବିଲରେ ଧାନ ରୁଆ କାମ ଆରମ୍ଭ କରିଦେଇଥିଲେ। ଟ୍ରାକ୍ଟର ଚାଲି ବିଲ କାଦୁଅ ସରିଯାଇଥିଲା। ଠିକ୍ ସେତିକି ବେଳେ ରଘୁନାଥଙ୍କର ବଡ଼ ପୁଅ ପ୍ରତାପ ତାଙ୍କ ଦଳବଳ ସହ ନେଇ ସେଠାରେ ପହଞ୍ଚି ଯାଇଥିଲା। ପ୍ରତାପ ପାଟି କରି କହିଲା, ମାଧବ, ତୁମେମାନେ ଆମ ହିଡ଼କୁ କାଟି ଆମ ଜମି ଭିତରକୁ ପଶିଯାଇଛ। ଆଜି ଏଇଠୁ ରୁଆ କାମ ହୋଇପାରିବ ନାହିଁ। ଏହିପରି ଆସି ସେ ଗଣ୍ଡଗୋଳ କରିବାକୁ ଲାଗିଲା ଏବଂ ଦୁଇ ଭାଇଙ୍କ ମଧ୍ୟରେ ତର୍କ ବିତର୍କ ଲାଗିଲା ଏବଂ ତର୍କ ବିତର୍କ ଲାଗିବା ସମୟରେ ମଜୁରୀମାନେ ମଧ୍ୟ ଏହି ସବୁକୁ ଦେଖୁଥାନ୍ତି, କିନ୍ତୁ ସେମାନେ ମହାପ୍ରଭୁଙ୍କୁ ନିଜର ଆରାଧ୍ୟ ଦେବତା ମାନୁଥାନ୍ତି, ତାହେଲେ ନିଶ୍ଚିତ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବାକୁ ଭୁଲିବେନି। ବହୁତ ଗଣ୍ଡଗୋଳ ପରେ ମାଧବ କାଦୁଅରୁ ଉଠି ଆସି ପ୍ରତିବାଦ କଲେ। ଦ୍ରୋଣିଆ ଦୁଇ ଭାଇଙ୍କ ମନରେ ଜଳି ଉଠିଲା। ପ୍ରତାପଙ୍କ ହାତରେ ଏକ ଧାରୁଆ କାତି ଥିଲା, ଯାହା ସେ ଜମି ସଫା କରିବାକୁ ଆଣିଥିଲେ। ସେ ରାଗରେ ଗର୍ଜନ କରି ମାଧବଙ୍କ ଆଡ଼କୁ ମାଡ଼ିଗଲେ। ଦେଖୁ ଦେଖୁ ସେହି ସବୁଜ କାଦୁଅ ବିଲ ଏକ ଯୁଦ୍ଧ କ୍ଷେତ୍ରରେ ପରିଣତ ହେଲା। ଦୁଇ ପକ୍ଷର ଲୋକ ହାତରେ ଠେଙ୍ଗା, କୋଦାଳ ଏବଂ କାତି ଧରି ପରସ୍ପର ଉପରକୁ ଝାମ୍ପି ପଡ଼ିଲେ। ମାଧବଙ୍କୁ ପ୍ରତାପ କାତିରେ ଆଘାତ କଲେ ଏବଂ ଜବାବରେ ମାଧବଙ୍କ ସାଥୀମାନେ ପ୍ରତାପଙ୍କୁ କୋଦାଳରେ ପ୍ରହାର କଲେ। ସବୁଜ ଧାନ କିଆରୀ ଏବଂ ବିଲର କାଦୁଅ ପାଣିରେ ରକ୍ତର ନାଲି ପଡ଼ିଗଲା। ବିଲର କାମ କରୁଥିବା ମହିଳା କୁରାଳୀମାନେ ଭୟରେ ଚିତ୍କାର କରି ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ଏହି ସାଂଘାତିକ ହଣାହଣିରେ ଦୁଇ ପକ୍ଷରୁ ପ୍ରାୟ 4-5 ଜଣ ଗୁରୁତର ଭାବେ ଆହତ ହୋଇ କାଦୁଅରେ ଛଟପଟ ହେଲେ। ମାଧବ ଏବଂ ପ୍ରତାପ ଦୁହେଁ ରକ୍ତ ଗାଁର ଲୋକମାନେ ପୋଲିସକୁ ମଧ୍ୟ ଖବର ଦେଇଥିଲେ ଏବଂ ପୋଲିସ ଆସି ସେଠାରେ ମଧ୍ୟ ପହଞ୍ଚି ଯାଇଥିଲା ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିଲା। ଏହି ଘଟଣା ପରେ ମାଣିକପୁର ଗାଁରେ ଏକ ଶ୍ମଶାନର ନୀରବତା ଖେଳିଗଲା। ଦୁଇ ପରିବାରର ମୁଖ୍ୟ ସନାତନ ଏବଂ ରଘୁନାଥ, ଯେଉଁମାନେ ଦିନେ ଅହଙ୍କାରରେ ବାଉଳା ହେଉଥିଲେ, ସେମାନେ ଆଜି ହସ୍ପିଟାଲ ବାହାରେ ମୁଣ୍ଡରେ ହାତ ଦେଇ ବସିଥିଲେ। ଦୁହିଁଙ୍କ ପୁଅ ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଥିଲେ। ଜମିର ସେହି ସରୁ ହିଡ଼ ଯାହା ପାଇଁ ଏତେ ବଡ଼ ରକ୍ତପାତ ହେଲା, ତାହା ଆଜି ପୋଲିସ ସିଲ୍ କରିଦେଲା। ସେହି ବର୍ଷ ସେହି ଜମିରେ କୌଣସି ଧାନ ରୁଆ ହୋଇପାରିଲା ନାହିଁ। ବିଲଟି ପଦା ହୋଇ ପଡ଼ି ରହିଲା।
ମାତ୍ର ସେଠାରେ ଶୁଖି ଯାଇଥିବା ରକ୍ତର ଦାଗ ଗାଁ ଲୋକଙ୍କୁ ମନେ ପକାଇ ଦେଉଥିଲା ଯେ ଜମିର ଅହଙ୍କାର ମଣିଷକୁ କେତେ ତଳକୁ ଖସାଇ ଦିଏ। କିଛି ମାସ ପରେ ମାଧବ ଏବଂ ପ୍ରତାପ ସୁସ୍ଥ ହୋଇ ଘରକୁ ଫେରିଲେ, କିନ୍ତୁ ଦୁହିଁଙ୍କ ଶରୀରରେ ସେହି ଦିନର ଗଭୀର କ୍ଷତ ଚିହ୍ନ ସଦାସର୍ବଦା ପାଇଁ ରହିଯାଇଥିଲା। ଏହି ଘଟଣାଟିରୁ ଆପଣମାନେ କ'ଣ ବୁଝିଲେ? କ୍ରୋଧ ଏବଂ ଅହଙ୍କାର ମଣିଷର ଜୀବନ ନେଇଯାଇପାରେ, କାରଣ ଏହି ମଣିଷ ନିଜର ସ୍ୱାର୍ଥ ପାଇଁ ସେମାନେ ନିଜ ନିଜକୁ ମାରିବା ପାଇଁ ବି ପଛାନ୍ତି ନାହିଁ। କିନ୍ତୁ ଏହି ମିଛ ମାୟା ସଂସାରରେ ଆମେ କେତେ ବା ଦିନର ଅତିଥି। ଆମେ ଯାହା ଧନ ରତ୍ନ ଟଙ୍କା ସମ୍ପତ୍ତି ଜମିବାଡ଼ି କରୁଛେ ସେଗୁଡ଼ିକ କିଛି ଦିନର। ସେଗୁଡ଼ିକୁ ଆମେ କ'ଣ ସବୁଦିନ ଭୋଗ କରିପାରିବା? ତ ଏଗୁଡ଼ିକୁ ଆମେ ନେଇ କ୍ରୋଧ ଅହଙ୍କାର କରି ନିଜ ଜୀବନକୁ ନଷ୍ଟ କରିବା ହେଉଛି ଆମର ମୂର୍ଖାମୀ। ତ ଏହି ସୁନ୍ଦର କଥାବସ୍ତୁଟି ଯାହାକି ଆମକୁ ଶିଖାଇ ଦିଏ ଆମେ ଜୀବନରେ କେବେ ଗର୍ବ ଅହଙ୍କାର କରିବା ନାହିଁ ଏବଂ କାହାରି ଅମଙ୍ଗଳ ଚିନ୍ତା କରିବା ନାହିଁ। ତ ଏହି କାହାଣୀଟି ଆପଣମାନଙ୍କୁ କେମିତି ଲାଗିଛି ମୋତେ ମତାମତ ଦ୍ୱାରା ଜଣାଇବେ। ଆଉ ପ୍ରଭୁ ମହାଜଗନ୍ନାଥ ଯିଏକି ଆମର ଓଡ଼ିଆର ମଉଡ଼ମଣି, ତାଙ୍କର ଏବେ ରଥଯାତ୍ରା ଆସିବାକୁ ଯାଉଛି। ତ ମହାପ୍ରଭୁ ଜଗନ୍ନାଥଙ୍କୁ ଆପଣମାନେ ଢେର ସାରା ଭଲ ପାଉଥିଲେ ଆପଣମାନେ କମେଣ୍ଟରେ ନିଶ୍ଚିତ ଜୟ ଜଗନ୍ନାଥ ଲେଖିଦେବେ। ଏହିପରି ସୁନ୍ଦର ସୁନ୍ଦର କାହାଣୀ ଗୁଡ଼ିକୁ ଶୁଣିବାକୁ ଚାହୁଁଥିଲେ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟାର ସାଗର ଅଫିସିଆଲ ଏବଂ ଆମାଜିଂ ୱାର୍ଲ୍ଡ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍, ଏହି ଦୁଇଟି ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କର ମୋର ବ୍ଲଗ୍ ଭିଡ଼ିଓ ଏବଂ ଏହି ସୁନ୍ଦର ସୁନ୍ଦର କାହାଣୀ ଗୁଡ଼ିକୁ ଦେଖିପାରିବେ। ତ ଆଜିର କାହାଣୀଟି ଥିଲା ରୁଆ ବିଲରେ ଦୁଇ ଭାଇଙ୍କ ଭିତରେ କ୍ରୋଧର ରକ୍ତାକ୍ତ କାହାଣୀ। ତ ଏହିପରି କାହାଣୀ ଗୁଡ଼ିକୁ ଆପଣମାନେ ସର୍ବପ୍ରଥମେ ଦେଖିବା ପାଇଁ ଚାହୁଁଥିଲେ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ନିହାତି ଦବାଇ ଦେବେ, ଯାହାଫଳରେ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଗୁଡ଼ିକୁ ମୁଁ ଯେତେବେଳେ ବି ଆଣିବି ଆପଣମାନେ ସର୍ବପ୍ରଥମେ ନୋଟିଫିକେସନ୍ ପାଇପାରିବେ। ତ ସୁନ୍ଦର ଆଉ ଗୋଟେ ଜିନିଷ ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛି, ଯଦି ମୋ ଚ୍ୟାନେଲକୁ ସର୍ବପ୍ରଥମେ ଯିଏ ସବସ୍କ୍ରାଇବ୍ କରିବ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବ ତା ପାଇଁ ସୁନ୍ଦର ଗିଫ୍ଟ ମୁଁ ରଖିଛି। ତ ଆପଣମାନେ ମୋର ଇମେଲ୍ ଆଇଡ଼ିରେ ତାହାକୁ ମେନସନ୍ କରିପାରିବେ। ଆଉ ସୁନ୍ଦର ସୁନ୍ଦର କାହାଣୀ ଯଦି ଆପଣମାନଙ୍କ ପାଖରେ ମହାପ୍ରଭୁଙ୍କର ଅନୁଭୂତି ଥାଏ ତାହେଲେ ମୋ ଇମେଲ୍ ଆଇଡ଼ି ମାଧ୍ୟମରେ ଆପଣମାନଙ୍କୁ ମୋର ଅନୁରୋଧ ଆପଣମାନେ ପଠାଇ ପାରିବେ ଏବଂ ମୁଁ ଆପଣଙ୍କର କାହାଣୀକୁ ଲୋକଲୋଚନକୁ ଆଣିବି। ତ ଆଜିର କାହାଣୀ ଏହିପରି କିଛି ଥିଲା। ଜୟ ଜଗନ୍ନାଥ।